ହେଇଗଲା 3 ବର୍ଷ ଟୋଟାଲି ଯାତ୍ରା କ୍ୟାରିୟର ମୋର ଆଉ 3 ବର୍ଷ ଯାକ ମୁଁ ଆସୁଛି ଖଣ୍ଡଗିରିକୁ ଯାତ୍ରା କରିବା ପାଇଁ ସେଇଟା ସବୁଠୁ ବଡ଼ ସୌଭାଗ୍ୟ ବହୁତ ଖୁସି ଲାଗୁଛି। କମ୍ପିଟିସନ୍ ନୁହଁ ଏଇଟା ଗୋଟେ ଖୁସି ଲାଗେ ଆଉ କମ୍ପିଟିସନ୍ କ'ଣ ସମସ୍ତେ ସମସ୍ତଙ୍କର ବେଷ୍ଟ ଏଠି ଦେବେ ଖାଲି ଆର୍ଟିଷ୍ଟ ମାନେ ନୁହନ୍ତି ଡ୍ୟାନ୍ସ ଯେଉଁମାନେ କରୁଛନ୍ତି ଲାଇଟ୍ ସାଉଣ୍ଡ ଆଉ ପ୍ଲସ୍ ଡେକୋରେସନ୍ରେ ବି ସମସ୍ତେ ବହୁତ ଭଲ। ଏବେ କିଛି ଡର ଫର ଲାଗୁନି ଫାଷ୍ଟ ଯୋଉଦିନ ପୁରା ଫାଷ୍ଟ ଦେଖିଥିଲି ଯାହେଲେ ବି ସାପ ଟିକେ ଡର ମାଡ଼ିବ। କାହା ଉପରକୁ ସାପ ସେମିତି ଛଡା ହଉନି ସବୁ ଦେଖୁଥାନ୍ତି ଆଶ୍ଚର୍ଯ୍ୟ ଆପଣ ଯେମିତି ଖୁସି ଲାଗୁଛି। ଚ୍ୟାଲେଞ୍ଜ ନୁହଁ ମାନେ ସବୁଆଡୁ ମାନେ ଓଡ଼ିଶାର ସବୁ କୋଣ ଅନୁକୋଣରୁ ଦର୍ଶକ ମାନେ ଆସନ୍ତି ଦେଖିବା ପାଇଁ ଆଉ ସେମାନେ ବି ବହୁତ ଏକ୍ସାଇଟେଡ୍ ଥାନ୍ତି ଯେ ଗୋଟେ ବର୍ଷ ପରେ ଟାଇମ୍ ବାହାର କରିକି କାହିଁକିନା ପ୍ରାୟ ଅଫିସିଆଲି ଲୋକ ଯେତିକି ସବୁ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି ଯୋଉଠି ଯାହା ଘର ହେଲେ ବି ତ ସେମାନେ ଏକ୍ସାଇଟେଡ୍ ଥାନ୍ତି ଗୋଟେ ଛୁଟି ଦିନରେ ଆସିକି ଗୋଟେ ମେଳା ମହୋତ୍ସବରେ ବୁଲିବା। ନାଇଁ ନାଇଁ ଏଠି କଟାକଟି ସିଷ୍ଟମ କିଛି ନାହିଁ ଏଇଟା ମାନେ ଭୁଲ ଚିନ୍ତାଧାରା ସମସ୍ତେ ସମସ୍ତଙ୍କୁ ଦର୍ଶକ ମାନେ ସବୁ କରିବେ ସବୁ କରିପାରିବେ କିନ୍ତୁ ଏତିକି କହିବି ଯାହା ହଉଛି ଆମ ଭିତରେ ସବୁ ଜିନିଷ ମ୍ୟାନେଜ କରିଦେବା ଦରକାର କାହିଁକିନା ଏଇଟା ଗୋଟେ ବହୁତ ବଡ଼ ସେମିତି ବାହାର ଜାଗା କିଛି ନୁହଁ ରାତି ଦିନ ସବୁବେଳେ ଆମେ ଏଇଠି ରହିଲେ କି ବାହାରକୁ ଗଲେ ସେ ତା ମୁହଁ ଦେଖିବ ଇଏ ଆ ମୁହଁ ଦେଖିବ ସମସ୍ତେ ସମସ୍ତଙ୍କ ସାଙ୍ଗରେ ଦିନେ ଦିନେ ଭେଟାଭେଟି ହେଉଛନ୍ତି ବୁଲୁଛନ୍ତି ମାର୍କେଟିଂ କରୁଛନ୍ତି ତ ସବୁ ଜିନିଷ ଆମ ଭିତରେ ଗୋଟେ ଆପୋଷ ବୁଝାମଣା ରହିବାଟା ଭଲ। ଦର୍ଶକଙ୍କୁ କହିବି ଏମିତି ଓଡ଼ିଶାର ଯେତିକି କଳା ସଂସ୍କୃତି ଅଛି ତାକୁ ଭଲ ପାଆନ୍ତୁ ଆଉ ନିଜେ ସବୁବେଳେ ସୁସ୍ଥ ରୁହନ୍ତୁ ସବୁବେଳେ ମାନେ ବିବାଦ ଠାରୁ ବହୁତ ଖରାପ ଖରାପ ଜିନିଷଠୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଗୋଟେ ଯଦି ଆମର ଗୋଟେ ଥାଏ ମାନେ ଆମର ମାଲିକ ଅଛନ୍ତି ଯେମିତିକି ଆମ ମାଲିକ ଯିଏ ଅଛନ୍ତି ଅନର ନାଣ୍ଡୁ ବାବୁ ଆମର ଯାତ୍ରାକୁ ଏପର୍ଯ୍ୟନ୍ତ ସେମିତି ଗୋଟେ ଯାତ୍ରାର କିଛି ଗୋଟେ ସେମିତି ସ୍ୱତନ୍ତ୍ର ଗାଇଡଲାଇନ୍ କିଛି ବାହାରିନି ମାନେ ଧରିନିଅ ସ୍କୁଲରେ ଗୋଟେ ଗାଇଡଲାଇନ୍ ଥାଏ ଗୋଟେ ବୋର୍ଡ ଥାଏ ସେ ସ୍କୁଲରେ ଲେଖା ହେଇଥାଏ ଆଜି ସ୍କୁଲ ଛୁଟି ରହିବ କି ଖୋଲା ରହିବ ଆମ ଯାତ୍ରାରେ ସେମିତି କିଛି ଏପର୍ଯ୍ୟନ୍ତ ହେଇନି ତ ଆମ ମାଲିକ ଆମକୁ ଯାହା କହିବେ ନିର୍ଦ୍ଦେଶ ଦେବେ ସେ ଅନୁସାରେ ସେଇଟା ହେଲା ଏ କେମିତିକା ସମ୍ପର୍କ ନାଟକରେ ଗୋଟେ ଡାଇଲଗଟେ ଅଛି ମୋ ମନ କଥା 2 ଜଣ ବୁଝିପାର ଜଣେ ହେଲେ ସାଇ ବାବୁ ଆଉ ଜଣେ ହେଲେ ନାଣ୍ଡୁ ବାବୁ। ଦରକାର ତ ପଡ଼ିନି ମୁଁ ଧରିଛି ବୋଲି ମୁଁ ଘଣ୍ଟାଟେ ପିନ୍ଧିଛି ବୋଲି କ'ଣ ଘଣ୍ଟାଟେ ଦରକାର ଯାତ୍ରା ପାଇଁ ସେଠାରେ କ'ଣ ସେଟା ତ ଖାଲି ଗୋଟେ ସ୍ପେଶାଲ ଭାଉଜ ମାନଙ୍କ ପାଇଁ ତ ଆଉ କ'ଣ ସେଟା କହିବି ଆଉ ସବୁ ଭାଉଜ ମାନଙ୍କୁ କହିବି ଯେମିତି ବିଗତ ଦିନରେ ଭଲ ପାଇବା ଦେଇଛନ୍ତି ସେମିତି ଆଗକୁ ଭଲ ପାଇବା ଦେବେ କୁନି ଦିଅର ଦେବେ। ସାପ ଉପରେ ଆଉ ମୋତେ କୌଣସି ପ୍ରଶ୍ନ ପଚାରନ୍ତୁନି ଦୟାକରି ଏଇ କଥାଟା ଲୋକମାନେ ଜାଣିଛନ୍ତି ଅଲରେଡି ଆଉ ଏଇଟା ବାରମ୍ବାର ଲୋକମାନେ ଶୁଣିଲେ ଲୋକମାନେ ଇରିଟେଟ୍ ହେବେ ନୂଆ ନୂଆ ଜିନିଷ।